ପରିବେଷଣ କରନ୍ତି, ପରିଚାଳନା ମଧ୍ୟ କରନ୍ତି। ସେ ହୁଏତ ମୁଁ ତାକୁ ଅଲରାଉଣ୍ଡର କଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ସେ ଝିଅ ଆମ ସମ୍ମୁଖକୁ ଆସିବେ, ପ୍ରଭୁଙ୍କର ଆରାଧନା ସ୍ତୁତି ବନ୍ଦନା କରିଯିବେ। ତା ପୂର୍ବରୁ ମୁଁ ପ୍ରତ୍ୟେକକୁ ଯେତେ ଆମେ ଜଏନ୍ କରିଛୁ ବା ଏଣ୍ଟ୍ରି ହେଇଛୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ଆପଣ ଆପଣ ଭିଡ଼ିଓକୁ ଅନ୍ କରିବା ଏବଂ ଯାଇକି ଆରାଧନାରେ କଢ଼େଇ ନେବେ। ତାଙ୍କୁ ଆମେ କରତାଳ ସହିତ ସ୍ୱାଗତ କରି ସେ ଯେ ସମସ୍ତ ଗୀତ ଗାନ କରିବେ ଆମେ କରତାଳ ଦେଇ ପ୍ରଭୁଙ୍କୁ ଧନ୍ୟବାଦ କରିବା। ଓକେ, এই ସମୟରେ ମଧୁମିତା ନାୟକ ଝିଅ ସେ ଭିଡ଼ିଓ ଅନ୍ କରି ଗୀତ ମାଧ୍ୟମରେ କଢ଼େଇ ନେବେ। ଥ୍ୟାଙ୍କ ୟୁ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଜ୍ଞା ଧନ୍ୟବାଦ। ଉପସ୍ଥିତ ଜଡ଼ିତ ପ୍ରତ୍ୟେକକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମେ ନାମରେ ପ୍ରେଜ୍ ଦ ଲର୍ଡ ଜଣାଇବାକୁ ଚାହେଁ। ପ୍ରେଜ୍ ଦ ଲର୍ଡ। ତ ସଙ୍ଗେ ସଙ୍ଗେ ହାପି ଖ୍ରୀଷ୍ଟମାସ, ହାପି ନ୍ୟୁ ଇୟର। ପ୍ରଭୁଙ୍କ ଅନୁଗ୍ରହରୁ ପ୍ରଭୁଙ୍କ ଦୟାରୁ ବର୍ଷ ଶେଷ ହେବାକୁ ଯାଉଅଛି। ଆଉ ଏଇ ଦିନ ମାନଙ୍କରେ ମଧ୍ୟ ପ୍ରଭୁ ଆମକୁ ଉଦ୍ଧାର କଲେ, ରକ୍ଷା କରି ଆଜି ପର୍ଯ୍ୟନ୍ତ ଆଣିଅଛନ୍ତି। ପୁଣି ଆଜିର ସୁଯୋଗ ପାଇ ବିଶେଷ କରି ହୋଷ୍ଟ ଆଜ୍ଞା ମତେ ଧନ୍ୟବାଦ ଦେବାକୁ ଚାହେଁ। ଧନ୍ୟବାଦ ଆଜ୍ଞା ସୁଯୋଗ ଦେଇଥିବାରୁ। ଆସନ୍ତୁ ଆମମାନେ ଉପସ୍ଥିତ ଯେତେ ଜଣ ଅଛନ୍ତି, କେବଳ ଯେ ମୁଁ ଆରାଧନା କରିବି ତାହା ନୁହେଁ, ଆମେ ପ୍ରତ୍ୟେକ ଜଣ ମିଳିମିଶି ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା। କାରଣ ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ପ୍ରତିଟି ବିପଦରୁ ପ୍ରତିଟି ଆପଦରୁ ଉଦ୍ଧାର କରି ରକ୍ଷା କରି ବଞ୍ଚେଇ ଆଣିଛନ୍ତି। ତେଣୁ ତାଙ୍କର ଗୌରବ ଉଦ୍ଦେଶ୍ୟରେ ଆସନ୍ତୁ ଆମେ କିଛି ଗୀତ ଗାନ କରି ପ୍ରଭୁଙ୍କୁ ଗୌରବ ସନ୍ତୁଷ୍ଟ କରିବା। ପ୍ରଭୁଙ୍କର ମହିମା ହଉ, ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କ ଆରାଧନା। ସମସ୍ତେ କହିବା ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆସନ୍ତୁ। Thank you, Jesus. Hallelujah. Thank you, Jesus. Thank you, Jesus. Thank you, Jesus. धन्यवाद पिता परमेश्वर प्रभु। हालेलुया। Thank you, Jesus. Thank you, Jesus. योग्यता से बढ़ के दिया हे अपनी दया से तूने मुझे, योग्यता से बढ़ के दिया हे अपनी दया से तूने मुझे, मांगने से ज्यादा मिला मुझे, आभारी हूँ प्रभु में। मांगने से ज्यादा मिला मुझे, आभारी हूँ प्रभु में। धन्यवाद के साथ स्तुति गाऊंगा हे यीशु मेरे खुदा, उपकार तेरे है बेशुमार, कोटि कोटि स्तुति धन्यवाद। तू है सच्चा जिंदा खुदा, है तुझ पर ही भरोसा मेरा। यस लॉर्ड, हालेलुया। तू है सच्चा जिंदा खुदा, है तुझ पर ही भरोसा मेरा। सेवा पूरी करके पाऊं इनाम प्रभुए सादो वरदान। सेवा पूरी करके पाऊं इनाम प्रभुए सादो वरदान। धन्यवाद के साथ स्तुति गाऊंगा हे यीशु मेरे खुदा, हालेलुया। उपकार तेरे है बेशुमार, कोटि कोटि स्तुति धन्यवाद, कोटि कोटि स्तुति धन्यवाद, कोटि कोटि स्तुति धन्यवाद।
यस Lord पिता धन्यवाद दଉଛି ବାପା ଧନ୍ୟବାଦ ତୁମେ ପାଅ ପ୍ରଶଂସା ତୁମେ ପାଅ ଗୌରବ ତୁମେ ପାଅ ମୋ ମଙ୍ଗଳମୟ ପିତା ଗ ଦୟା କଲ ଅନୁଗ୍ରହ କଲ ଆଶୀର୍ବାଦ କଲ ରାଜା ଗତ ରାତ୍ର ହେଳା ସକାଳ ପର୍ଯ୍ୟନ୍ତ ଜୀବିତ ମଧ୍ୟରେ ବଞ୍ଚେଇ ରଖିଲ ପ୍ରଭୁ ଧନ୍ୟବାଦ ଦଉଛି ବାପା ଏ ବର୍ଷ ତୁମେ ଆମ ସାଙ୍ଗରେ ରହିଲ ପରମେଶ୍ୱର ପ୍ରଭୁ ଆଉ କିଛି ସମୟ ପରେ ଆମେ ନୂତନ ବର୍ଷରେ ପଦାର୍ପଣ କରିବୁ ପ୍ରଭୁ ଏକେବଳେ ତୁମେ ଦୟା କରୁଣା ସକାଶେ ପରମେଶ୍ୱର ପ୍ରଭୁ ପିତା ତୁମ ନିକଟବର୍ତ୍ତୀ ହଉଛ ବାପା କିଛି ଗୀତ ଦ୍ୱାରା ପ୍ରଭୁ ହଁ ପିତା ମାଗିବାଠାରୁ ଅଧିକ ତୁମେ ଆମକୁ ଦେଇଅଛ ଉପକାର ତୁମେ ଆମକୁ କରିଅଛ ବୋଲି ତୁମକୁ ଧନ୍ୟବାଦ ଦେଇ ପ୍ରଭୁ ଅନେକ ଅପ୍ରଭୁ ଗୀତ ଗାନ କରି ତୁମକୁ ସନ୍ତୁଷ୍ଟ କରୁଛୁ ବା ତୁମେ ଗୌରବିତ ହଉ ତୁମେ ପ୍ରଶଂସିତ ହଉ କାରଣ ତୁମେ ଗୌରବ ପ୍ରଶଂସା ପାଇଁ ତୁମେ ଯୋଗ୍ୟ ପ୍ରଭୁ ତୁମେ ସମାଜ ନଟ ତୁମକୁ ଧନ୍ୟବାଦ ଦଉଛୁ ଧନ୍ୟବାଦ ତୁମେ ପାଅ ପ୍ରାର୍ଥନା ଶୁଣ ଧନ୍ୟବାଦ ଦେ ଅଳ୍ପ ତବେ ତୁମେ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ମାଗିଲି ଆମେନ 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 ଆସନ୍ତୁ ଆଉ ଏକ ଗୀତ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଥ୍ୟାଙ୍କ ୟୁ ଜିସସ୍ सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है जिसने आकाश बनाया जिसने पृथ्वी बनाई हो जिसने आकाश बनाया जिसने पृथ्वी बनाई वो सर्वशक्तिमान प्रभु है वो यहोवा हमारे संग संग है हालेलुया वो सर्वशक्तिमान प्रभु है वो यहोवा हमारे संग संग है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है जिसने आकाश बनाया हालेलुया जिसने पृथ्वी बनाई हो जिसने आकाश बनाया जिसने पृथ्वी बनाई वो सर्वशक्तिमान प्रभु है वो यहोवा हमारे संग संग है वो सर्वशक्तिमान प्रभु है वो यहोवा हमारे संग संग है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है समुंदर को जिसने दो भागा जंगल में माँ को निकाला हो समुंदर को जिसने दो भागा जंगल में माँ को निकाला जो वायदों को करता है पूरा वो यहोवा हमारे संग संग है हालेलुया वो वायदों को करता है पूरा वो यहोवा हमारे संग संग है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है लाजर को जिसने जिलाया जक्के को जिसने बचाया हो लाजर को जिसने जिलाया जक्के को जिसने बचाया है जिसके लिए सब कुछ है सामा वो यहोवा हमारे संग संग है ग्लोरी टू गॉड जिसके लिए सब कुछ है संभव वो यहोवा हमारे संग संग है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है हालेलुया समस्त कहो हालेलुया प्रेज द लॉर्ड सेनाओं का यहोवा हमारे संग संग है याकूब परमेश्वर हमारे संग संग है वो वादों को करता है पूरा
प्रभुଙ୍କର महिमा हो से महान परमेश्वर को हमें पाई से महान परमेश्वर को हमें जाने तेणु आसतु आ गीत गान को निकटवर्ती हो थैंक यू जीसस थैंक यू जीसस थैंक यू जीसस सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा मुझे बचाने आया जब मैं गुनाहों में था मुझे बचाने आया जब मैं गुनाहों में था स्वर्ग को छोड़कर जगत में आया मुझे बचाने को हालेलुया स्वर्ग को छोड़ जगत में आया मुझे बचाने को सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा स्तुति करूंगा जब मैं निराशा में था तूने मुझे आशा दी यस लॉर्ड हालेलुया जब मैं निराशा में था तूने मुझे आशा दी जगत में आया जीवन को दिया पवित्र प्रेमी यीशु हालेलुया जगत में आया जीवन को दिया पवित्र प्रेमी यीशु सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा प्रेमी प्रभु यीशु बचाया तूने मुझे प्रेमी प्रभु यीशु बचाया तूने मुझे देता हूँ मैं सारा जीवन संपूर्ण आनंद से हालेलुया देता हूँ मैं सारा जीवन संपूर्ण आनंद से सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा आराध्य परमेश्वर सच्चाई और जीवन है तू आराध्य परमेश्वर सच्चाई और जीवन है तू स्तुति प्रशंसा करता रहूंगा तेरे आने समय तक हालेलुया स्तुति प्रशंसा करता रहूंगा तेरे आने समय तक सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा सदा मैं स्तुति करूंगा हालेलुया सदा मैं सेवा करूंगा हालेलुया मुझे बचाया यीशु ने सदा मैं स्तुति करूंगा सदा मैं स्तुति करूंगा यस हालेलुया धन्यवाद 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 तेरे हो तेरी महिमा हो तेरे राजा धन्यवाद की योग्य परमेश्वर तू है प्रभु तू राजा का राजा तू प्रभु का प्रभु महान जीवित सामर्थ्य प्रभु प्रभु तेरे नाम की उच्चाई करते तेरे नाम की बढ़ाई करते हैं प्रभु तेरे नाम की जय का करते हैं परमेश्वर प्रभु धन्यवाद हो तेरी स्तुति हो तेरी महिमा हो तेरे राजा का राजा प्रभु तू है प्रभु का प्रभु महान जीवित परमेश्वर तू है परमेश्वर पिता तूने हमें गुनाह से बचाया परमेश्वर प्रभु धन्यवाद हो तेरे लहू से तूने हमें और पिता धो के माफ किया प्रभु हमको सारे पापों से इसलिए तुझे धन्यवाद देते हैं परमेश्वर पिता धन्यवाद हो तेरे राजा धन्यवाद हो तेरे राजा धन्यवाद हो तेरी थैंक यू जीसस महिमा
हो तेरी, हालेलुया महिमा हो तेरी, हो हो महिमा हो तेरी, हालेलुया महिमा हो तेरी। समस्त कहवा महिमा हो तेरी, हालेलुया महिमा हो तेरी, हो महिमा हो तेरी, हालेलुया महिमा हो तेरी। यीशु तू ही है, तू ही है हमारा प्रभु। यीशु तू ही है, तू ही है हमारा प्रभु। आत्मा और सच्चाइयों से तेरी आराधना करेंगे, आत्मा और सच्चाइयों से तेरी आराधना करेंगे। ऊंचा और ऊंचा, सबसे ऊंचा रहे तेरा नाम, ऊंचा और ऊंचा, सबसे ऊंचा रहे तेरा नाम। महिमा हो तेरी, हालेलुया महिमा हो तेरी, हो महिमा हो तेरी, हालेलुया महिमा हो तेरी। यीशु तू ही है, तू ही है हमारा प्रभु। यीशु तू ही है, तू ही है हमारा प्रभु। यस लॉर्ड, धन्यवाद दौच बापा ए समय पाई सुजोग पाई प्रभु, तुमरी गौर प्रशंसा करी जाइछ प्रभु, तुमे प्रशस्त होइछ, गौरवित होइछ। धन्यवाद तुमे पाओ, प्रशंसा तुमे पाओ, गौरव तुमे पाओ। महामंगलमय स्वर्गवासी पिता, एठार उपस्थित प्रत्येक को तुम चरित्र रखुछ बापा, प्रत्येक को तुम आशीर्वाद कर, दया कर, कृपा कर, अनुग्रह कर बापा। रोग व्याधि, चिंता, अभाव अनाटन, समस्या जहा किछि थिले मध्य तुमे जीशुक नाम दूरे दे पवित्र पिता तुमरी प्रेमर भाव, तुमर शांतिर भाव, तुमर आरोग्यता तुम प्रत्येक को जीवन प्रदान कर बोली प्रार्थना निवेदन करे। मो निज को तुम धनी प्रभु, मो निज को तुम चरित्र समर्पण करुछ बापा। प्रभु मु प्रशंसा करुछि, तुमरी गौरव करुछि बापा। तुम मो द्वारा प्रशंसित होइछ, गौरवान्वित होइछ। धन्यवाद दउछि एठार उपस्थित प्रत्येक को तुम चरित्र रखि आज आगामी कार्यक्रम, आगामी वाक्य, आगामी साक्ष्य तुम चरित्र दे, तुमरी दास जो वाक्य ने आसुछथि ताको तुम चरित्र रखि मुख दे तुम प्रकाश मान को जो वाक्य मन मत आवश्यकता से वाक्य तुम कथा को विशेष करी फर्स्ट आगे मत तुम चरित्र रखुछ पा ताको तुम आशीर्वाद कर, उत्तम मन देछ प्रभु, उत्तम भाव में परिचालन कर, साहाय्य कर, उत्तम भाव में এই জুম মিটিং কঢ়াই নেবা তুমি সাহায্য কর, দয়া কর, অনুগ্রহ কর, আশীর্বাদ কর। প্রার্থনা শুনিল, উত্তর দেল, ধন্যবাদ। ମୋ ନିଜକୁ ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମରି ଚରଣ ରଖି ନା ଜଡ଼ିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ମାଗୁଛୁ। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ Praise ଆଜ୍ଞା the Lord. ସୁଯୋଗ ଦେଇଥିବାରୁ। ଥ୍ୟାଙ୍କ ୟୁ, ପ୍ରେଜ୍ ଦ Thank you ବେଟି, ଅତି ସୁନ୍ଦର ଭାବରେ ଆମକୁ ଆରାଧନା କରି ପ୍ରଭୁଙ୍କର ଗୌରବ କରିଥିବାରୁ ବିଶେଷ ଭାବରେ ପ୍ରଭୁ ତମକୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଯେତେବେଳେ ଆମେ ଇଣ୍ଟରସେସନ ପ୍ରେୟରକୁ ଯିବା ପୂର୍ବରୁ ମୋ ହୋଷ୍ଟ ଆଜ୍ଞା ପଚାରିବି ଯଦି ବା କୌଣସି ପ୍ରାର୍ଥନା ବିଷୟ ରହିଛି ବା କଣ ରହିଛି ସେ ପ୍ରକାଶ କରିବେ, କିନ୍ତୁ ତା ପୂର୍ବରୁ ମୁଁ କହୁଛି ଗୋଟିଏ ପ୍ରାର୍ଥନା ରଖିବା ଯେ ଆଉ ଗୋଟିଏ ଦିନ ପରେ ପ୍ରଭୁଙ୍କର ଅପାର ଅନୁଗ୍ରହ ଦୟା ହେଲେ ଆମେ ନୂତନ ବର୍ଷ ପଦାର୍ପଣ କରିବା, ଯେପରି ପ୍ରଭୁ ସେ ଅନୁଗ୍ରହ ଆମ ଜୀବନରେ ପ୍ରଦାନ କରିବେ ଏବଂ ତାଙ୍କର ଗୌରବ କାରଣ ହେବାକୁ ପାରିବ ଏ ବିଷୟ ମଧ୍ୟ ଆମେ ପ୍ରାର୍ଥନା କରିବା। এই ସମୟରେ ମୁଁ ଆମ ହୋଷ୍ଟ ଆଜ୍ଞାଙ୍କୁ ଅନୁରୋଧ କରୁଛି କୌଣସି ପ୍ରାର୍ଥନା ଥିଲେ ସେ ପ୍ରକାଶ କରିବେ।
प्रभु जीशु ख्रीष्टଙ୍କ ନାମରେ ଆଜି ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ନମସ୍କାର ଜଣାଉଛି। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଉ ପ୍ରାର୍ଥନାର ଅନୁରୋଧ ବିଷୟ ରହିଛି ଯେ ଆସନ୍ତା କାଲିକି ଆମମାନଙ୍କର ବର୍ଷର ଶେଷ ଦିନ ଆଉ ମାସର ଶେଷ ଦିନ, ଆଉ ଆମେ ଆସନ୍ତା କାଲିକି ସକାଳ ପ୍ରାର୍ଥନାରେ ଜଏନ୍ କରିବା ପାଇଁ ଚେଷ୍ଟା କରିବା। ଆଉ ଆସନ୍ତା କାଲିକି ବିଶେଷ ପ୍ରୋଗ୍ରାମର ବ୍ୟବସ୍ଥା କରିବା ପାଇଁ ଆମେ ପ୍ଲାନ୍ କରୁଅଛୁ ଆସନ୍ତା କାଲି ସକାଳ ପାଇଁ, ଯେପରି ବହୁତ ଲୋକ ଜଏନ୍ ହେଇପାରିବେ ଆଉ ବର୍ଷର ଶେଷ ଦିନର ପ୍ରାତଃକାଳ ଉପାସନାରେ ଜଏନ୍ ହେଇପାରିବେ ଆଉ ଆଶୀର୍ବାଦର ପ୍ରାପ୍ତ ହେଇପାରିବେ, ସେଥି ନିମନ୍ତେ ପ୍ରାର୍ଥନା କରିବା। ଆଉ ଦ୍ୱିତୀୟ ବିଷୟ ପ୍ରାର୍ଥନା କରିବା ଯେ ଆଉ ଜୁମ୍ ରେ ଜଡ଼ିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ପ୍ରାର୍ଥନା କରିବା। ଆଉ ଜାଣତ ଅଜାଣତରେ ଅନେକ ଲୋକ ଅସୁସ୍ଥ ଥାଇପାରନ୍ତି, ସମସ୍ତଙ୍କର ସୁସ୍ଥ ସବଳ ପାଇଁ ପ୍ରାର୍ଥନା କରିବା। ପ୍ରତ୍ୟେକ ପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ସେଥିପାଇଁ ପ୍ରାର୍ଥନା କରିବା। ଆଉ ସେବା କାର୍ଯ୍ୟ ଯେପରି ବୃଦ୍ଧି ହେବ ସେଥି ନିମନ୍ତେ ପ୍ରାର୍ଥନା କରିବା। ପୃଥିବୀର କୋଣେ କୋଣେ ଯେପରି ସୁସମାଚାର ପ୍ରଚାରିତ ହେବ ସେଥି ନିମନ୍ତେ ପ୍ରାର୍ଥନା କରିବା। ଆଉ ପ୍ରଚାରକ, ପାଳକ, ଦିକନ ଆଉ ଯେତେ ପ୍ରଭୁଙ୍କର ସେବକ ମାନେ, ମିଶନାରୀ ମାନେ ଯେତେ ଅଛନ୍ତି, ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ବ୍ୟବହାର କରିବେ ଆଉ ସେଥି ନିମନ୍ତେ ପ୍ରାର୍ଥନା କରିବା। ଆଉ ତାଡ଼ନା ପ୍ରାପ୍ତ ହେଉଥିବା ଅଞ୍ଚଳ ମାନଙ୍କରେ ପ୍ରଭୁ ଯେପରି ତାଙ୍କରି ଲୋକମାନଙ୍କୁ ରକ୍ଷା କରିବେ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା। ଆଉ ବିଶେଷ ପ୍ରାର୍ଥନା ଯେ କି ଆସନ୍ତା କାଲିକି ପ୍ରୋଗ୍ରାମରେ ଯେପରି ସମସ୍ତେ ଜଏନ୍ ହେଇପାରିବେ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା। ଧନ୍ୟବାଦ। थैंक यू आज्ञा। अति सुंदर भाବରେ ବିଭିନ୍ନ ବିଷୟ ନେଇକରି ପ୍ରାର୍ଥନା ରଖିଛନ୍ତି। ଯେହେତୁ ପ୍ରକୃତରେ ଆମର ଭାରତ ଦେଶ ଗୋଟେ ଖ୍ରୀଷ୍ଟ ବିରୋଧୀ ଦେଶ ଅଟେ, ପ୍ରଭୁଙ୍କର ସେବକ ମାନଙ୍କ ଉପରେ ତାଡ଼ନା ସମସ୍ୟା ଜାରି ରହିଛି। ଆଉ ପୁଣି 2024 ଯଦି ସତ୍ୟ ଆସେ ତାହେଲେ ଖ୍ରୀଷ୍ଟିଆନ ମାନଙ୍କର ଉପରେ ବହୁତ ଭୟାବହ ପରିସ୍ଥିତି ଘଟିବ। ତଥାପି ପ୍ରଭୁ ସେ ଆଶ୍ଚର୍ଯ୍ୟ ଭାବରେ ସେ ଉଦ୍ଧାର କରିକି ଯାଉଛନ୍ତି। ସେଥିପାଇଁ ବିଶେଷ ଭାବରେ ଆସନ୍ତା କାଲିର ଆମର ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ଯୋଉ ଗୋଟେ ବଡ ପ୍ରୋଗ୍ରାମ ହେବାକୁ ଯାଉଛି, ଏ ବିଷୟ ନେଇ ମଧ୍ୟ ଆମେ ପ୍ରାର୍ଥନାରେ ସ୍ମରଣ ରଖିବା। ଏ ସମୟରେ ମୁଁ ଅନୁରୋଧ କରିବି ଆମର ମଧ୍ୟରେ ପାଷ୍ଟର ବିନୋଦ ଦୀପ ଯେ କି ବର୍ଗରରୁ ଜଏନ୍ କରିଛନ୍ତି, ଆଜ୍ଞା ସେ ଅନମ୍ୟୁଟ କରିବେ। ହୋଷ୍ଟ ଆଜ୍ଞା ଯୋଉ ସମସ୍ତ ପ୍ରାର୍ଥନା ଅନୁରୋଧ ରଖିଛନ୍ତି ତାକୁ ପ୍ରଭୁଙ୍କ ହସ୍ତରେ ଶରଣ ମାନେ ସମର୍ପଣ କରିବେ। ହ୍ୟାଲୋ, ପ୍ରେଜ୍ ଦ ଲର୍ଡ ସାର୍। ପ୍ରେଜ୍ ଦ ଲର୍ଡ। ତାପରେ ଆଉ ଗୋଟେ ପ୍ରାର୍ଥନା ଅନୁରୋଧ ରଖିଛି, ଯୋଉଟା କି ମୁଁ କହିଲି ଯେ ଆଉ ଗୋଟେ ଦିନ ପରେ ଆମେ ନୂତନ ବର୍ଷରେ ପଦାର୍ପଣ କରି ତାଙ୍କର ଗୌରବର କାର୍ଡ ହବା ସୁରକ୍ଷା ଦେଇ ପ୍ରଭୁ ରକ୍ଷା କରି ଆମକୁ ଦେଖେଇବେ। ଏ ବିଷୟ ନେଇ ଆମମାନଙ୍କର ରୀନା ପାଲ ସେ ମଧ୍ୟ ପ୍ରସ୍ତୁତ ରହିବେ। ପାଳକ ଆଜ୍ଞାଙ୍କ ପରେ ପରେ ସେ ମଧ୍ୟ ସର୍ଟ ଏବଂ ସ୍ୱିଟ ରେ ପ୍ରାର୍ଥନାରେ ଯୋଡ଼ି ଦେବେ। ଓକେ ଆଜ୍ଞା, ଆପଣଙ୍କ ସମୟ ଆପଣ ପ୍ରାର୍ଥନାରେ ପଢେଇ ନିଅନ୍ତୁ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ପବିତ୍ର ଜୀବନ୍ତ ପିତା, ତୁମ୍ଭରି ପବିତ୍ର ନାମକୁ କୋଟି କୋଟି ଧନ୍ୟବାଦ ଦଉଛୁ। ହଁ ବାପା, ଆମ୍ଭମାନଙ୍କୁ ତୁମେ ଅନୁଗ୍ରହ କଲ, ତୁମେ ଦୟା କଲ। ଆଉ ପ୍ରଭୁ ଏ ରାତ୍ରରୁ ବାପା ନିଦ୍ରା ଭଙ୍ଗ କରି ପ୍ରାତଃ କାଳରେ ତୁମର ଗୌରବ ପ୍ରଶଂସା କରିବା ପାଇଁ ଆମ୍ଭମାନଙ୍କୁ ନିତ୍ୟ ନିତ୍ୟ ତୁମେ ଯୋଉ ସୁଯୋଗ ଦେଇଅଛ, ସେଥି ବାପା ତୁମେ ଗୌରବାନ୍ୱିତ ହୁଅ। ହଁ ବାପା, ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ଆଜି ଯେତେ ଜଣ ପ୍ରଭୁ ଏ ପ୍ଲାଟଫର୍ମରେ ପ୍ରଭୁ ଆମେ ଜଡ଼ିତ ହୋଇଅଛୁ, ଆମ ପ୍ରତ୍ୟେକକୁ ତୁମେ ଅନୁଗ୍ରହ କର, ପ୍ରତ୍ୟେକଙ୍କ ପରିବାରକୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ସେବାକୁ ମଧ୍ୟ ପ୍ରଭୁ ତୁମେ ପ୍ରାଞ୍ଜଳ ଭାବରେ ତୁମେ ବୃଦ୍ଧି କର। हे पिता पुत्र पवित्र आत्मा प्रार्थना କରୁଛୁ ରାଜା, ବର୍ଷର ପ୍ରଭୁ ହଁ ପିତା ପରମେଶ୍ୱର ପ୍ରାୟ ଶେଷ ହେବା ପାଇଁ ଆହୁରି ଗୋଟିଏ ଦିନ ପ୍ରଭୁ ବାକି ଅଛି। ଯୀଶୁ ନାମରେ ପ୍ରଭୁ ତୁମେ ଏଇ ଶେଷ ଦିନ ପର୍ଯ୍ୟନ୍ତ ଏ ବର୍ଷ ସାରା ଆମମାନଙ୍କର ଜୀବନରେ କେବଳ ଅନୁଗ୍ରହ ପରେ ଅନୁଗ୍ରହ ତୁମେ କରିଅଛ। ହୋଇଥାଇପାରେ ବାପା ଏଇ ଦିନ ମାନଙ୍କରେ ଅନେକ ବାଧା ବିଘ୍ନ, ଅନେକ ରୋଗ ଦୁଃଖ, ଅନେକ ସମସ୍ୟାରେ ପଡ଼ି ଆମେ ଗମନାଗମନ କରିଅଛୁ। ଯୀଶୁ ନାମରେ ପିତା ସେ ସମସ୍ତ ବିଷୟରେ ତୁମେ ଆମମାନଙ୍କୁ ଅନୁଗ୍ରହ କରି ତୁମେ ଦୟା କଲ। ହଁ ବାପା, ଆଉ ତୁମର ଗୌରବ ପ୍ରଶଂସା କରିବା ପାଇଁ ଶେଷ ଦିନ ପର୍ଯ୍ୟନ୍ତ ତୁମେ ଆମମାନଙ୍କୁ ଅନୁଗ୍ରହ କଲ, ଧନ୍ୟବାଦ ଦେଉଛୁ ପ୍ରଭୁ। ଆସନ୍ତା ଦିବସ ନିମନ୍ତେ ଆମେ ମାନେ ପ୍ରାର୍ଥନା କରୁଛୁ। ଓ ବାପା ଯୋଉ ମିଟିଂ ବାପା ରହିଅଛି, ହଁ ପିତା ପରମେଶ୍ୱର ପ୍ରାର୍ଥନା କରୁଛୁ ନାଜରେତ ଯୀଶୁଙ୍କ ନାମରେ ପ୍ରଭୁ ଅନେକ ତୁମ୍ଭ
दास दासी माने जड़ित होई आउ सही जूम रे प्रभु आमे अटेंड करि पारिबो तुमे अनुग्रह कर तुमे दया कर आसंता दिन हेबो प्रभु ए वर्षर प्रभु शेष दिन ओ जीवंत पिता परमेश्वर प्रभु तुमे अनुग्रह कर तुमे दया कर ओ बापा गो तुम निकट रे बापा ए शेष दिन रे प्रभु आमे समस्त जड़ित होए प्रांजल भाव रे प्रभु जड़ित होए तुम्हारी गौरव तुम्हारी प्रशंसा करि पारिबो तुमे अनुग्रह दया कर पिता प्रार्थना करछु प्रेजेंट करूथुवा आज्ञा को तुम हाथे समर्पित कर तांको परिवार को तांकर मिनिस्ट्री को तांकर कार्य को प्रचुर परिवार तुमे आशीर्वाद कर ओ पिता प्रार्थना करछु तो संगे संगे आज गीत आराधना रे प्रभु कढ़ाई नउतबा सिस्टर को तुम हाथे मो समर्पित करे नाजरेत यीशु के नाम रे पिता ताको तुम अभिषेक कर आशीर्वाद कर जद्वारा बापा आहुरे प्रभु नूतन नूतन भाव रे प्रभु ओ पिता ए जो माध्यम रे तुमर आराधना करि पारिबे ओ पिता तस संगे संगे मंडल रे मध्य प्रभु आराधना करि पारिबे व्यक्तिगत भाव रे प्रभु तुमको धन्यवाद दे पारिबे सेतिबे अपा सिस्टर को तुम प्रचुर तुम आशीर्वाद कर प्रेममय जीवंत पिता ईश्वर आमे दूर दिगंतर थिले मध्य प्रभु ए जो माध्यम रे आमे गोटी स्थान रे रहिला परे प्रभु वादन वाद कथावार्ता तुमरो मह पिता आलोचना प्रभु करबा पाई जो समय देइछ यीशु नाम रे पिता ई समय तुम अनुग्रह एवं आशीर्वाद कर प्रार्थना सुनिछ धन्यवाद दे प्रिय यीशु नाम रे मागिलो आमेन 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 थैंक यू सर हुजूर सहित अनेक विषय नहीं प्रभु चरण तले थोइछंती प्रभु आपनको विशेष भाव आशीर्वाद करंतु ए समय आमनकर गहन रे रीना पाल अछंती शॉर्ट एवं स्ट्रिक्टली भाव रे मु जहा उपस्थापन कली जेहेतु निश्चय गोटे दिन पर आम नूतन वर्ष देखा प्रभुकर अनुग्रह हेले जेपरिक आम गौरव करवा तो संगे आज जो आमनकर वक्ता वाक्य नहीं आसुँच पुणी आराधना पढ़े प्रार्थना तोड़देवे ओके रीना पॉल वर्तमान से प्रार्थना पढ़े थैंक यू अनम्यूट करंतु हेलो ताकर म्यूट होचे बोधे ना नेट प्रॉब्लम अछि हेलो ठीक अच्छे प्रभु अन्य सब देखा इस समय ओके खोल कि हौनी ठीक अच्छे बर्तमान आमनकर गहन रे आमनकर मालाबार पवित्र जेना आज्ञा अच्छा मो जो विषय उपस्थापन कली शॉर्ट एवं स्वीट भाव से प्रार्थना तोड़ी नेबे ओके प्रत्येक को नमस्कार परम पूज्य परम पिता एते बेले पवित्र नाम को धन्यवाद दउछु प्रिय प्रभु तुमर विविध दया हेतु प्रभु 2023 साल रो शेष मासर प्रभु 30 तारीख रे पहुंचीचु बाबा वास्तव भाव रे एक दिन अछि आमे ए वर्ष पूर्ण करी नूतन वर्ष देखिबा पाई आमान को प्रभु तुमे दया करिछ अनुग्रह करिछ बापा मान को जीवन रे पुरातन विषय सब रहिछि प्रभु तुमको अवहेलित भाव रे जीवन काटिछु जदि से समस्त लोप कर नूतन वर्ष देखिबु नूतन हृदय नूतन भाव रे जेपरि गढ़िबा को हबो एथिबाई तुमे दया कर तत्सहित जो प्रिय दास प्रभु जीवंत वाक्य नहीं आसु अछंती प्रभु तांको तुमे पवित्र आत्मा का शक्ति रे शक्ति युक्त कर जो वाक्य परि प्रकाश करिवे प्रभु आमे सुनिबु ग्रहण करिबु विश्वास करिबा द्वारा प्रस्तुत हबु एथिबाई तुमे दया कर ए समस्त प्रार्थना त्राणकर्ता प्रभु यीशु ख्रीष्ट नाम रे मागु अछि पिता आमेन थैंक यू अज्ञा आपण अनुरोध रक्षा करे प्रभु चरण तले समस्त विषय प्रार्थना करथिबारु प्रभु आपनको विशेष भाव आशीर्वाद करतु वर्तमान आमे विशेष मुहूर्त रे पहुंचीचु जहा कि प्रभुकर जीवंत वाक्य में सुनिबा को जिवा आम गहन रे हमर अति प्रिय जे कि इमानुएल गूगल मीट रे हमर देखा हेतिला सेठारे परिचय देइथिलु पुणी सेरंग सभा रे साक्षात हेइथिलु से केहि नहंती से जुगल देना तापर मते इमानुएल प्रेयर ग्रुप जहा कि झूम चलीची सेठी मध्ये से इंट्रोड्यूस करैथिले से वर्तमान आमनकर गहन रे उपस्थित अछंती जे कटक रे रही
प्रभुंकर सेवा कार्य करके आसुचंती विभिन्न प्रकार अवश्य हुए ताड़ना कि समस्या माध्यम गति करी प्रभुंकर गौरव कारण होइके पर्यंत आसुचंती वर्तमान से आम घणे उपस्थित अच्छी से जितेबाला वाक्य परिवेषण करने आसवे आम करताल सहित प्रभु नाम स्वागत करवा दया प्रभु समस्त करताल दबा आज्ञा वर्तमान आपणकर समय आपण वाक्य निरूपित समय कढ़ई ने अनुरोध कर थैंक यू ओवर टू जनरल सर लॉर्ड प्रेज द लॉर्ड सुबुची आज्ञा आज्ञा शुभुचे आज्ञा सर्वप्रथम मु परमेश्वर को धन्यवाद दिए प्रभु आमानकु अनुग्रह करी आज पर्यंत जगत रे जीवित मानक मध्य रे नाम स्थान देइछन्दी तांकरी महत नामर धन्य हो एवं आज रे रियल मिनिस्ट्री ऑफ इंडिया रो जूम मीटिंग रे जोग देइथिबा प्रत्येक प्रभुंकर दासदासी मानकु मो मोर हृदयर भक्तिपूर्ण नमस्कार जनाए नमस्कार एवं एडवांस हैप्पी न्यू ईयर आपण मानकु जनाए पाई चाहे हैप्पी न्यू ईयर आ विशेष मु धन्यवाद देबी आ मानकर प्रभुंकर दास एवांजेलिस्ट प्राणरंजन पाणी आज्ञा को मुदिन दास को अति सुंदर भाव में आह्वान कर एवं आम मानकर वर्शिप करुवा सिस्टर मधुस्मिता नायक अति सुंदर भाव से वर्शिप कर प्रभु तांको बहुल भाव में आशीर्वाद करंतु एवं आम मानकर होस्ट महाशय रेवरेंड पीटर कुमार कर जे कि मते ए सुंदर सुजोग देइछन्दी परमेश्वरंकर जीवंत वाक्य अल्प समय प्रकाश करबा निमंते से जा हो मु बहुत समय नेबा पई चाहू नाही आसंतु डायरेक्टली आमाने परमेश्वरंकर जीवंत वाक्य श्रवण करिबा तेबे मु आज आपण मानक निकट रे प्रकाश करिया पे चाहिबी जे आमाने डिसेंबर 25 तारिख को यीशुंकर जन्म दिन उपलक्षे आमाने पालन करी आसीछु सारा पृथ्वी मुखरित भाव में पालन करिछि ता पालन करिबा नितांत आवश्यक मध्य तेबे मु आउ से यीशुंकर जन्म को आधारित करी आज वाक्य कहबा पई चाहू नाही किंतु मु एई वाक्य आज आपण मानक निकट रे प्रकाश करिया पई चाहिबी जेहेतु आज आमाने एई दिन मानकरे आमे शेष दिन रे बा शेष समय मध्य रे आमे वास करूछु शेष समय आमे वास करूछु समस्ते आमे जानिछु द लास्ट डे वा शेष समय मध्य रे आमे कोन करूछु वास करूछु आ ए शेष समय मंडलीर लोक मानंकु प्रकाशित वाक्य रे 7टी ब्लेसिंग 7टी आशीर्वाद अछि आ सेई 7टी आशीर्वाद केउ माने पाइबा पाई योग्य से विषय रे आज आपण मानक निकट रे मु प्रकाश करिया पे चाहिबी प्रकाशित वाक्य रे ए शेष जुग रे 7टी ब्लेसिंग रहिछि आ सेई विषयटी आपण मानक निकट रे आज प्रकाश करिया पे चाहिबी जेहेतु प्रथम मंडली को प्रभु 8टी ब्लेसिंग देइतिले आमे माथ्यू पुस्तक 5 पर्वर 3 रु तार 12 पद पर्यंत जदि पढ़िबा मु वर्तमान पढ़िया पाई चाहू नाही सेठी 8टी ब्लेसिंग प्रथम मंडली लोक मानकु दिया जाइतिला माथ्यू पुस्तक 5 रो 3 रु जदि आमे देखिबा आत्मा रे दिनहीन लोके धन्य स्वर्ग राज्य सेमानंकर शोकार्त लोके धन्य कारण से माने सांत्वना प्राप्त हेबे नम्र लोके धन्य कारण से माने पृथ्वीर अधिकारी हेबे धार्मिकता निमंते क्षुदित तुषित लोक धन्य से माने परितृप्त हेबे सुधचित लोके धन्य कारण से माने ईश्वरंक दर्शन पाइबे शांतिकारक लोके धन्य कारण से माने ईश्वरंक संतान बोली ख्यात हेबे धार्मिकता निमंते ताड़ना प्राप्त लोके धन्य स्वर्ग राज्य सेमानंकर एहीपरि प्राय 8टी ब्लेसिंग प्रथम मंडली लोक मानकु दिया जाइतिला किंतु एही शेष जुगरे एही शेष जुगर मंडलीर लोक मानकु विश्वासी मानकु 7टी ब्लेसिंग कथा बाइबल रे प्रकाशित वाक्य उल्लेख करा जाइछि सेही 7टी कथा आपण मानक निकट रे रखिया पे चाहिबी तेबे आसंतु आजिर प्रसंग निमंते जे अंशटी आमने पाठ करिबा ता आपण माने पाइबे प्रकाशित पुस्तक तार 1 पर्वर तार 3 पद आमने पाठ करिबा
ପ୍ରକାଶିତ ଏ ପୁସ୍ତକ 3 ପଦ ପାଠ କରିବା। गोटे मिनिट आज्ञा 1 मिनिट ए समय मधुमिता पाठ झियो करे से वाक्य पठ प्रस्तुत रहिबे ମୁଁ ପଢୁଛି ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ କାରଣ ସମୟ ସନ୍ନିକଟ। ପ୍ରଭୁ ପଠିତ ଅଂଶରେ ବିଶେଷ ଆଶୀର୍ବାଦ କରନ୍ତୁ। ଏହା ହେଉଛି ପ୍ରଥମ ବ୍ଲେସିଂ। ଯେଉଁମାନେ ଶେଷ ଯୁଗରେ ପ୍ରକାଶିତ ବାକ୍ୟକୁ ପାଠ କରନ୍ତି, ଏଇଠି 3ଟି କଥା ଆମେ ଦେଖିପାରୁଛୁ। ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ। ସେମାନେ ବ୍ଲେସେଡ ପର୍ସନ, ଆଶୀର୍ବାଦର ପାତ୍ର ପାତ୍ରୀ ମାନେ, ଯେଉଁମାନେ ପ୍ରକାଶିତ ପୁସ୍ତକକୁ ପାଠ କରନ୍ତି, ଯେଉଁମାନେ ଏହି ଭାବବାଣୀକୁ ଶ୍ରବଣ କରନ୍ତି ଶୁଣନ୍ତି ପୁଣି ଯେଉଁମାନେ ସେଥିରେ ଲିଖିତ ବିଷୟକୁ ପାଳନ କରନ୍ତି ସେମାନେ ଧନ୍ୟ। ପ୍ରିୟ ମୋର ବନ୍ଧୁଗଣ, ଆମେ ସମସ୍ତେ ସେଇ ବାଟିମୟ ଅନ୍ଧର କଥା, ସେଇ ପଣ୍ଡିତ ମାନଙ୍କର କେମିତି ସେମାନେ ଯାତ୍ରା କଲେ, ଏଇ ସବୁ ଉପରେ ସବୁବେଳେ ଆମେ ଲାଗିଥାଉ। କିନ୍ତୁ ଏଇ ଶେଷ ଯୁଗରେ ପ୍ରିୟ ମୋର ବନ୍ଧୁଗଣ, ପ୍ରକାଶିତ ବାକ୍ୟ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ରହିଛି। ଏହି ପୁସ୍ତକର ପ୍ରଥମ ଭାଗରେ କାହିଁକି କଥା କୁହାଗଲା? ଯେହେତୁ ପ୍ରକାଶିତ ପୁସ୍ତକ ପଢିଲେ ଶୈତାନର ସମସ୍ତ ଚତୁର ମାନେ ତାର ଚତୁର ଉପରେ, ତାର ଚାତୁରୀ ଉପରେ ଆପଣ ଜ୍ଞାତ ହେଇପାରିବେ। ଭଲ ଖ୍ରୀଷ୍ଟ କେମିତି ଆସିବ, କେମିତି ଶାସନ କରିବ, କଣ ସବୁ ଘଟିବ, କେମିତି ଆପଣ ରକ୍ଷା ପାଇବେ, ଏହା ପ୍ରକାଶିତ ବାକ୍ୟରେ ହିଁ ଆପଣ ପାଇପାରିବେ। ତେଣୁ ଏହି ପୁସ୍ତକକୁ ପାଠ କରିବା ଦରକାର ଏବଂ ଜାଣିବା ଦରକାର, ଆଉ ସେଥିର ସମସ୍ତ ବିଷୟକୁ ଆପଣ ମାନେ ଅନୁଭବ କରିବା ନିତାନ୍ତ ଆବଶ୍ୟକ ରହିଛି। ସେଥିପାଇଁ এই ଜାଗାରେ ଆମେ ଦେଖୁଛୁ ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ। ସେମାନେ ଆଶୀର୍ବାଦ ପାଇବେ। ମୁଁ ଆଉ ଆପଣ ମାନେ ପ୍ରକାଶିତ ବାକ୍ୟ ଉପରେ ଦୃଷ୍ଟିପାତ କରିବା ପାଇଁ ମଧ୍ୟ ଚାହିଁନଥାଉ। କିମ୍ବା ଅନେକ ଲୋକ ଅଛନ୍ତି ତାହା ବହୁତ ଗଭୀର, ଆଉ ତାହା ଆମେ ସେ ଭିତରକୁ ଯିବା ଦରକାର ନାହିଁ। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଏହି ଶେଷ ଯୁଗରେ ଯେଉଁମାନେ ପ୍ରକାଶିତ ବାକ୍ୟକୁ ପାଠ କରନ୍ତି ସେମାନେ ଆଶୀର୍ବାଦ ପାଇବେ। ମୋର ଗୋଟେ ଅନୁଭୂତି ଅଛି, ମୁଁ ସେତେବେଳେ ୟଙ୍ଗ ଥାଏ, ଆଉ ସେଇ ସମୟରେ ଆମ ଗାଁର ଜଣେ ବିଶିଷ୍ଟ ପ୍ରଭୁଙ୍କର ଲୋକ ନହସର ଆନନ୍ଦ, ସେ ଗୋଟେ ଦିନ କହିଲେ ମତେ ଯେ ଆଜି ଆମେ ପ୍ରକାଶିତ ଓ ଦାନିଏଲ ବିଷୟ ଚିନ୍ତା କରିବା। ତ ତାହା କେତେବେଳେ? ତା ରାତ୍ର ସମୟରେ। ତ ମୁଁ ଓଡ଼ିଆ ବାଇବେଲ ଧରିଛି, ସେ ଇଂଲିଶ ବାଇବେଲ ଧରିଛନ୍ତି। ତେବେ ଆମେ ପ୍ରକାଶିତ ବାକ୍ୟରୁ ପାଠ କରୁଛୁ। ରାତି 8ଟା ବେଳକୁ ଖାଇସାରିଲା ପରେ ଆମେ ପାଠ କରିବା ଆରମ୍ଭ କଲୁ। ଆରମ୍ଭ କଲା ପରେ ରାତ୍ରି 3ଟା ପର୍ଯ୍ୟନ୍ତ ଆମେ ପଢୁଛୁ। ରାତି 3ଟା ହେଇଗଲା ପରେ ମୁଁ ସେଇଠି ପଡିଗଲେ, ମାନେ ନିଦରେ ମୁଁ ସେଇଠି ହିଁ ପଡିଗଲି। ସେ କହିଲେ, ଉଠେଇକି ମତେ କହିଲେ, ଆଉ ବାବୁ ତମେ ଯାଇକି ଶୋଇପଡ, ମୁଁ ମଧ୍ୟ ଶୋଇପଡିବି, ବହୁତ ରାତ୍ର ହେଇଗଲା। ପଡିଶା ଘର ସାଙ୍ଗେ ସାଙ୍ଗେ ଯାଇକି ମୁଁ ଶୋଇପଡିବି। ଯଦିଓ ବା 3ଟାରୁ ଆମେ ଶୋଇଲୁ, ନିଦ ହେଲା। 3ଟାରୁ 6ଟା ପର୍ଯ୍ୟନ୍ତ ଆମେ ଶୋଇଛୁ 2 ଜଣ। ସେ ଅନୁଭବ କଲେ, ମୁଁ ଅନୁଭବ କଲି ଯେ ମାନେ ସେ 3 ଘଣ୍ଟା ପର୍ଯ୍ୟନ୍ତ ସ୍ୱପ୍ନରେ ଶୟତାନ ଆମମାନଙ୍କୁ ରଖେଇ ଥୋଇଦେଲା ନାହିଁ। 2 ଜଣ ଯାକ ବହୁତ ହଇରାଣ ହେଇଛୁ ରାତିରେ, ମାନେ ସ୍ୱପ୍ନରେ। ସକାଳୁ ଉଠିଲା ପରେ 2 ଜଣ ଭେଟ ହେଲୁ। ଭେଟ ହେଲା ପରେ ଆଉ ରାତି କଣ ଅନୁଭବ କଲ କି? ହଁ ଆଜ୍ଞା ମୁଁ ଅନୁଭବ କଲି, ମାନେ ସ୍ୱପ୍ନରେ ଶୟତାନ ମତେ ପୁରା ମାନେ ବହୁତ ହଇରାଣ କରୁଥିଲା। ସେ ବି କହିଲା ମତେ ବି ବହୁତ ହଇରାଣ କରୁଥିଲା। ପ୍ରକାଶିତ ବାକ୍ୟ ପାଠ କରିବା ପାଇଁ ଶୟତାନ ଆପଣଙ୍କୁ ସୁଯୋଗ ଦେବ ନାହିଁ, ଯେହେତୁ ଶୟତାନ ବିଷୟରେ ବହୁତ ସୁନ୍ଦର ଭାବରେ ଏଇ ଜାଗାରେ ଲେଖା ଅଛି। ଆଉ ଆପଣ ଯଦି ଜାଣିବେ ନାହିଁ, ଶେଷ ଦିନ ମଧ୍ୟରେ ଆପଣ ରକ୍ଷା ହେଇପାରିବେ ନାହିଁ। ତେଣୁ ମୋର ପ୍ରିୟ ବନ୍ଧୁଗଣ, ପ୍ରଥମ ବ୍ଲେସିଂ ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି
पुणी सेथिरे लिखित विषय सब पालन करती से धन्य कारण से आशीर्वाद पाए प्राप्त हेबे। द्वितीय कथा मु आपण मान निकट रखिया चाहिए प्रकाशित पुस्तक 14:13 पद टिके पढ़ी। प्रकाशित पुस्तक 14:13 पद टिके पढ़। अच्छा मु पाठ पुणी करूछि। मु स्वर्गरु एही बाणी सुनिली लेख जो माने एणिकी प्रभुଙ୍କ ठारे ଥାଇ ଭରନ୍ତି ସେମାନେ ଧନ୍ୟ। ହଁ ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ କାରଣ ସେମାନଙ୍କ କର୍ମ ସେମାନଙ୍କ ଅନୁବର୍ତ୍ତୀ ହେବ। द्वितीय ब्लेसिंग कथा माने देखुछु पुणी मु स्वर्गरु ए बाणी सुनिली लेख जो माने एणिकी प्रभुଙ୍କ ठारे ଥାଇ ମରନ୍ତି ସେମାନେ ଧନ୍ୟ। ହଁ आत्मा कहउछन्ति ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ କାରଣ ସେମାନଙ୍କ कर्म ସେମାନଙ୍କର ଅନୁବର୍ତ୍ତୀ ହବ। प्रिय मोर बंधुगण एइठी आमे देखुछु जो माने एणिकी प्रभुଙ୍କ ठारे ଥାଇ मरନ୍ତି एणिकी माने एई समय शेष समय प्रिय मोर बंधुगण प्रभुଙ୍କ ठारे ଥାଇ कि मरिबाटा ए शेष जुगर कष्टकर विषय केमिति मु आपण मानकु कहिबी। जेहेतु वर्तमान जुग होउची पापरे परिपूर्ण पृथ्वी 200 वर्ष पूर्व जमिति थिला वर्तमान रो पृथ्वी सेमिति नाए। वर्तमान रो पृथ्वी रे आपण जहा चाहिले ताहा आपण कोन करि परिबे पाई परिबे ताहा सेमिति नथिला 200 वर्ष पूर्व। वर्तमान रो पृथ्वी होउची पापरे परिपूर्ण पृथ्वी। वर्तमान लोक माने बहुत सुख भोगर रहिबा पाई कोन करूछन्ति चाहुछन्ति आउ सब मध्य से माने सेमानक निकट को आसी जाउछि किंतु 200 वर्ष पूर्व ताहा नथिला। लोक मानकु भलो चपल गोटे नथिला पिंदी कि जीवा पाए भलो पोशाक गोटे नथिला पिंदी कि जीवा पाए किंतु वर्तमान लोक माने धन संपत्ति रे परिपूर्ण होई भोग विलास रे आसक्त होई प्रिय मोर बंधुगण प्रभुଙ୍କ सहित माने रहिबा पाई चाहु नांती। एणिकी प्रभुଙ୍କ ठारे थाई जे मरंती सेमाने धन्य। एई दिन मानंकरे प्रभुଙ୍କ ठारे थिला परि आमे देखा जाउछु किंतु हमर भीतर को जदि आमे देखिबा प्रकृत रे प्रभुଙ୍କ सहित आमे अछु कि आज भोग विलास रे आमे समस्त आसक्त एवं ए जगतर पाप रे पतित प्रिय मोर बंधुगण। जेहेतु माथ्यू पुस्तक 24 पर्वर 12-13 पद रे गोटे कथा लेखा अछि पढ़िबा सेही पदटी माथ्यू पुस्तक 24-12 पद। पुणे अधर्म वृद्धि पाइबारु अधिकांश लोकଙ୍କର ପ୍ରେମ ଶିଥିଳ ହୋଇଯିବ ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। हाँ अधर्म वृद्धि पाइबारु समस्तंकर प्रेम शिथिल हो जिवो। वर्तमान अधर्म वृद्धि पाइछि पाप वृद्धि पाइछि आउ लोक मानकर प्रेम शिथिल हो जाइछि प्रिय मोर बंधुगण। तेणु एई दिन मानकर प्रभुଙ୍କ ठारे थाई कि जो माने मरंती धन्य से माने। प्रभुଙ୍କ सहित रही कि मरिबा लोक माने प्रेरित पाउल कहंती तुमे विश्वास अच्छ कि नहीं ताहा तुमे कोन कर परीक्षा कर। आमे निज को जदि समीक्षा करिबा केते दूर पर्यंत प्रभुଙ୍କ सहित मु रहिछि मु मध्य निज को समीक्षा करिबा दरकार। प्रिय मोर बंधुगण आज आमानकर आत्मसम्मान आमानकर जोटा कि ए जगत रे बंचिबा निमंते आमाने जो दौड़ुछु जागतिक क्षेत्र रे ए सबु आत्मिक जीवन आम ठारू दूरे जाउछि प्रिय मोर बंधुगण। आ पृथ्वी रे वर्तमान पाप रे परिपूर्ण आउ लोक माने पाप सहित भल संपर्क रखुचंदी। तेणु एई दिन मानंकरे प्रभुଙ୍କ सहित रही मरिबाटा सेमान धन्य जेहेतु परमेश्वर राज्य रे सेमाने कोन करि पारिबे प्रवेश करि पारिबे।
जेहेतु तिमोथी द्वितीय तिमोथी 3 पर्व 1 ରୁ 5 पद भितरे प्रेरित पाल वर्तमान रो समयर माने लोक मानक मध्यरे केमिति पाप वृद्धि पाइछि ताहा से कोन करछन्ते प्रकाश करछन्ते। द्वितीय तिमोथी 3 पर्वर 1 ରୁ 5 पद पर्यंत पढ़िबा। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ ଉତ୍ତମ ବିଷୟରେ ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। हाँ यही पदरे माने देखुचु शेष जुगरे कि प्रकार लोक माने ए जगत मध्यरे कोन हेबे प्रकाशित हेबे आमाने देखुचु। किंतु आ जानि थाओ जे शेष काल रे भीषण समय उपस्थित हबो, कारण लोक माने आत्मप्रिय गोटे गोटे एक्सप्लेनेशन करिया पे मु चाहू नाही, किंतु एई गोटे पदटी आपण मानकु मु कहिबा पे चाहिबी। लोक माने आत्मप्रिय आकु इंग्रजी रे कोन बोली कहिबे, सेल्फ माने निजकु प्रेम करिबा, निजकु प्रेम करिबा। लोक माने आत्मप्रिय, धनलोभी, आत्मगर्वी, अहंकारी, निंदक, पितामातांकर अबाध्य, अकृतज्ञ, अपवित्र, स्नेहशून्य, अमिलन प्रिय, अपवादक, अजितेन्द्रिय, प्रचंड उत्तम विश्वर गुणाकारी, विश्वासघातकता, दुस्साहसी, दाम्भिक हेबे, ईश्वर प्रिय न होई बरं विलास प्रिय हेबे। वर्तमान जुगर लोक माने ईश्वर प्रिय न होई बरं विलास प्रिय हेबे। केमती भलरे बंचिबु, कोठा बाड़ी बिल्डिंग माने गोटे प्रकार कार थियो माने ताठुटी आउ टिके भलो कार रे बसिबु, साइकेल थियो माने बाइक रे बसिबु। ए समस्त चिंता लोक मानक मध्यरे वर्तमान आसी जाइछि मोर प्रिय बंधुगण। एवं आमाने 5 पदर देखुछु से माने भक्तिर भेक धरंती किंतु सेतिर शक्ति को अस्वीकार करंती। एपरि लोक मानक ठारू अंतर हुआ। गोटे पालक, प्रचारक, मिशनरी परि देखा जाउथिबे किंतु अंतर रे किछि नथिबो। मोर कथा कहूछि मु, कार कथा कहू। वर्तमान जुग होउछि से तेबे बाइबल मते आपण मानकु कहे जे एणिकी प्रभुंक ठारे थाए जे मरंती धन्य सेमान। एई दिन मानंकरे ए शेष जुगरे प्रभुंक सहित रही कि मरिबा लोक माने धन्य। तृतीय कथा आपण मानक निकट रखिया पय चाहिनी। तृतीय ब्लेसिंग होउछि प्रकाशित पुस्तक 16 पर्वर आमे तार 15 पद पाठ करिबा। प्रकाशित पुस्तक 16 पर्वर 15 पद पाठ करिबा। ଦେଖ देखो ଆମେ हम ଚୋର ପରି ଆସୁଅଛୁ, ଯେ ଜାଗ୍ରତ ହୋଇ ଆପଣ ବସ୍ତ୍ର ରକ୍ଷା କରେ ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ। हाँ एई पदरे माने देखुछु तृतीय ब्लेसिंग कथा। देखो आम्भे चोर परि आसुअछु, जे जाग्रत थाई आपण वस्त्र रक्षा करे से धन्य, कारण ताहा कले से उलंग होई बुलिब नाही ओ लोके ताहार लज्जा देखिबे नाही। प्रिय मोर बंधुगण, आदम बा जेतेबेले पाप कले से माने उलंग, किंतु प्रभु यीशु ख्रीष्ट आसिले धार्मिकतार वस्त्र मानकु परिधान करिया पई से देइछन्ति। तेबे आज एमानकु एई पद द्वारा यह शिक्षा देवा पई चाहे जे जो धार्मिकतार वस्त्र प्रभु एमानकु देइछन्ति ताकु रक्षा करिबा पई, ताकु रक्षा करिया को हबो। आउ ताकु रक्षा करिबा केमिति ना लेखा अछि जे जाग्रत थाई आपण वस्त्र रक्षा करे, जे जाग्रत थाई आपण वस्त्र रक्षा करे। प्रिय मोर बंधुगण, वर्तमान जीवन रे जाग्रत नाही। वर्तमान जीवन रे व्यक्तिगत भाव रे जाग्रत नाही। जूम मीटिंग मान करे हुए तबे आमे जोग देई दोथबा 2टा 3टा 4टा जूम रे, किंतु निजर आत्मिक जीवन रे प्रार्थनार सहित जाग्रत जीवन, प्रभुंक पाए जाग्रत जीवन अछि कि?
ମାନେ ବ୍ୟକ୍ତିଗତ ଭାବରେ ପ୍ରଭୁଙ୍କ ପାଇଁ ମୁଁ ବଞ୍ଚିବି, ସବୁବେଳେ ପ୍ରଭୁଙ୍କ ସହିତ ଲାଗି ରହିବାର ଜୀବନ। ତେଣୁ ଏଇ ଜାଗାରେ ଆମେ ଦେଖୁଛୁ ଯେ ଜାଗ୍ରତ ଥାଏ ତାହି ଆପଣ ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହେଇ ବୁଲିବ ନାହିଁ ଓ ଲୋକେ ତାର ଲଜ୍ଜା ଦେଖିବେ ନାହିଁ। ପ୍ରଭୁ ଯୋଉ ଧାର୍ମିକତାର ବସ୍ତ୍ର ଏମାନଙ୍କୁ ଦେଇଛନ୍ତି ତାକୁ ଜାଗ୍ରତର ରଖିବା। ପ୍ରିୟ ମୋର ବନ୍ଧୁଗଣ, ତାର ଆତ୍ମିକ କଥା କହିବାକୁ ଗଲେ ଗାଲାତି ପୁସ୍ତକ 5 ପର୍ବର ତାର 22-23 ପଦରେ ଆତ୍ମାଙ୍କର ଯୋଉ 9ଟି ଗୁଣ ରହିଛି, ଆତ୍ମାଙ୍କ ଫଳ ଗୋଟିଏ, 9ଟି ଚିହ୍ନ ଯୋଉ ରହିଛି, ଆତ୍ମାଙ୍କ ଫଳ ପ୍ରେମ, ଶାନ୍ତି, ଆନନ୍ଦ, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା, ଆତ୍ମା ସଂଯମ, ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଏ ଆତ୍ମାଙ୍କର ଫଳକୁ ରକ୍ଷା କରିବା ତା ହଉଛି ଧାର୍ମିକତାର ଫଳ। ତାକୁ ରକ୍ଷା କରିବା, ତାକୁ ଯେ ରକ୍ଷା କରିବ ସେ ଧନ୍ୟ। ପ୍ରଭୁ ଏମାନଙ୍କୁ ଯୋଉ ଧାର୍ମିକତା ଦେଇଛନ୍ତି ତାକୁ ରକ୍ଷା କରିବା ହଉଛି, ରକ୍ଷା କଲେ ସେମାନେ ଧନ୍ୟ ହେବେ, ଆଶୀର୍ବାଦ ପାଇବେ। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଯୁଗରେ ଏପରି ଧାର୍ମିକତା ଆମ ଜୀବନରେ ଅଛି ଯୋଉଟା କି ମାଥ୍ୟୁ ପୁସ୍ତକ ତାର 23 ପର୍ବର 27ରୁ 28 ପଦ ଭିତରେ ଲେଖା ଅଛି। ସେଇ ପଦ ଟିକେ ପଢିବା। ମାଥ୍ୟୁ ପୁସ୍ତକ 23 ପର୍ବର 27ରୁ 28 ପଦ। ଆଜ୍ଞା 27 28 ହଁ, ଲେଖା ଅଛି, ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀ ମାନେ, କାରଣ ତୁମ୍ଭେ ମାନେ ଶୁକ୍ଳୀକୃତ ସାଧିତ ସ୍ୱରୂପ ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅସୁଚିତାରେ ପରିପୂର୍ଣ୍ଣ। ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ହଁ, ଏଇଠି ଆମେ ଦେଖୁଛୁ ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀ ମାନେ, କାରଣ ତୁମ୍ଭେମାନେ ଶୁକ୍ଳୀକୃତ ସମାଧି ସ୍ୱରୂପ ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତ୍ୟୁମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅସୁଚିତାରେ ପରିପୂର୍ଣ୍ଣ। ସେହି ପ୍ରକାର ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ପ୍ରିୟ ମୋର ବନ୍ଧୁଗଣ, ବର୍ତ୍ତମାନ ଖ୍ରୀଷ୍ଟିଆନ ମାନଙ୍କର ଜୀବନରେ, ମୋ ଜୀବନରେ ଯଦି ଆମେ ଦେଖିବା, ବାହାରେ ଜଣେ ଧାର୍ମିକ ଲୋକ ପରି, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ତେବେ ଆମେ ଯଦି ନିଜକୁ ସମୀକ୍ଷା କରିବା, ମୁଁ ବାହାରେ ଯେମିତି ଭିତରେ ସେମିତି, ମୁଁ ଆପଣ ମାନେ ତାହା ସମୀକ୍ଷା କରିବା ନିତାନ୍ତ ଆବଶ୍ୟକ ରହିଛି। ପ୍ରିୟ ମୋର ବନ୍ଧୁଗଣ, ଯେତେ ପ୍ରାର୍ଥନା କରୁ କିମ୍ବା ଯେତେ ପ୍ରଚାର କରୁ, ଯେତେ ବାଇବେଲ ପଢୁ, ଯେତେ ଆମେ ପ୍ରଭୁଙ୍କ ସହିତ ଗମନାଗମନ କଲେ ମଧ୍ୟ ଏ ଭିତରେ କପଟ ଏବଂ ଅଧର୍ମରେ ପରିପୂର୍ଣ୍ଣ ବିଷୟ ଆମଠାରୁ ଦୂର ହେଇପାରୁନାହିଁ। ସେ ଜିନିଷ ଗୁଡିକ ଆମମାନଙ୍କୁ ଦୂର କରିବାକୁ ପଡିବ। ତେବେ ପ୍ରକାଶିତ ବାକ୍ୟରେ ଆମେ ଦେଖିଲୁ, ଯାହାକି ତୃତୀୟ ବିଷୟ, ଦେଖ ଆମେ ଚୋର ପରି ଆସୁଅଛୁ, ଯେ ଜାଗ୍ରତ ଥାଇ ଆପଣ ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାର ଲଜ୍ଜା ଦେଖିବେ ନାହିଁ। ପ୍ରିୟ ମୋର ବନ୍ଧୁଗଣ, ଏହା ହଉଛି ଧାର୍ମିକତାର ବସ୍ତ୍ର ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ତାକୁ ଆମମାନଙ୍କୁ ରକ୍ଷା କରିବାକୁ ହବ। ଏବଂ ଚତୁର୍ଥ କଥା, ଅତି ସୁନ୍ଦର ବିଷୟ ଆପଣ ମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହିଁବି। ପ୍ରକାଶିତ ପୁସ୍ତକ 19 ପର୍ବର 9 ପଦ ପାଠ କରିବା। ପ୍ରକାଶିତ ପୁସ୍ତକ 19 ପର୍ବର 9 ପଦ ପାଠ। ସେତେବେଳେ ସେ ମତେ କହିଲେ, ଲେଖ, ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ଆଉ ସେ ମତେ କହିଲେ, ଏଇ ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ। ପ୍ରିୟ ମୋର ବନ୍ଧୁଗଣ, ଏହି ପଦକୁ ଯଦି ଆପଣ ଦେଖିବେ, ଅତି ସୁନ୍ଦର ପଦ। ଆଉ ଯେତେବେଳେ ପଦଟି ମୁଁ ପଢେ, ସେତେବେଳେ ମୁଁ ନିଜେ ଦୁଃଖିତ ହେଇଯାଏ।
ଏ ପଦଟି ପଢିଲା ପରେ ମୁଁ ଦୁଃଖିତ ହେଇଯାଏ। କାହିଁକି ଦୁଃଖିତ ହେଇଯାଏ? ମାନେ ଖୋଲାଖୋଲି କଥା ଯେ ପ୍ରଭୁ ଯେତେବେଳେ ରେପଚର ସମୟରେ ସେ ଡାକିବେ ଯେଉଁମାନଙ୍କୁ, ସେ ଧନ୍ୟ। ରେପଚର ସମୟରେ ପ୍ରଭୁ ଯେଉଁମାନଙ୍କୁ ଡାକିବେ ସେମାନେ ଧନ୍ୟ। ସେମାନେ ଯେହେତୁ ରେପଚର ହେଲା ପରେ ବିବାହ ଭୋଜ ହବ ମଧ୍ୟ ଆକାଶରେ, ଯାହାକି ଆମ୍ଭମାନଙ୍କର ବିଶ୍ୱାସ। ରେପଚର ହେଲା ପରେ ବିବାହ ଭୋଜ ହବ, ଆଉ ବିବାହ ଭୋଜକୁ ଯେଉଁମାନେ ନିମନ୍ତ୍ରିତ ଧନ୍ୟ ସେମାନେ। ମୁଁ ଦୁଃଖିତ ଏଥିପାଇଁ ଯେ 12 ବର୍ଷର ତପସ୍ୟା ଶୁଖୁଆ ପୁଡାରେ ଯେପରି ନାଶ ନ, ସେଥିପାଇଁ ମୁଁ ଦୁଃଖିତ ହୁଏ। ପ୍ରଭୁ ଛୋଟରୁ ତୁମର ସେବା କରି ବିଭିନ୍ନ ପ୍ରକାର କ୍ଲେଶ ଦୁଃଖ ଆମେ ପାଇଛୁ, କିନ୍ତୁ ଯଦି ଆମେ ତୁମର ବିବାହ ଭୋଜକୁ ଯଦି ପ୍ରବେଶ କରିବୁନି, ସେଟା ହଉଛି ବହୁତ ଦୁଃଖର ବିଷୟ। ତେଣୁ ଏଇ ପଦରେ ଆମେ ଦେଖୁଛୁ, ସେତେବେଳେ ସେ ମତେ କହିଲେ, ଲେଖ ଯେଉଁମାନେ ମେଷ ଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ, ସେମାନେ ଆଶୀର୍ବାଦ ପାଇବେ। ରେପଚର ହେଇକି ମଧ୍ୟ ଆକାଶକୁ ଯେଉଁମାନେ ଯିବେ ସେମାନେ ଆଶୀର୍ବାଦ ପାଇବେ। ଆଉ ସେ ମତେ କହିଲେ ଏଇ ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ, ଏହା ହଉଛି ସତ୍ୟ ବାକ୍ୟ। ଯୀଶୁ ଯାହା କହିଛନ୍ତି ତାହା ସମସ୍ତ ସତ୍ୟ ବାକ୍ୟ ମୋର ପ୍ରିୟ ବନ୍ଧୁଗଣ। ଆଉ ଏଇ ବିବାହ ଭୋଜକୁ ମନୋନୀତ ଲୋକମାନେ ହିଁ ଯିବେ। ପ୍ରଭୁ ଯେଉଁମାନଙ୍କୁ ମନୋନୀତ କରିଥିବେ ସେଇମାନେ ହିଁ ସେ ସ୍ଥାନକୁ କଣ କରିବେ? ଯିବେ। ତାର ଗୋଟେ ସଂଖ୍ୟା ବି ରହିଛି ପ୍ରିୟ ମୋର ବନ୍ଧୁଗଣ। ଲୋକଲିଖିତ ସୁସମାଚାର 20 ପର୍ବର 35 ପଦରେ ଲେଖା ଅଛି ଯେ ପୁନର୍ଥିତ ହେବା ପାଇଁ ଧାର୍ମିକ ଲୋକମାନେ, ଏଠି ପୁନର୍ଥିତ ହୁଅନ୍ତୁ କିମ୍ବା ରୂପାନ୍ତରିତ ହୁଅନ୍ତୁ, ସେଇ ଧାର୍ମିକ ଲୋକମାନଙ୍କର ଏକ ସଂଖ୍ୟା ଅଛି। ଆଉ ସେମାନେ ମନୋନୀତ ଲୋକମାନେ, ଆଉ ସେଇ ଲୋକମାନେ ହିଁ ରେପଚରରେ ପ୍ରଭୁଙ୍କ ସହିତ କଣ କରିବେ? ସାକ୍ଷାତ କରିବେ। ମାଥ୍ୟୁ 22 ପର୍ବର 14 ପଦରେ ଅନେକ ଆହୁତ ମାତ୍ର ଅଳ୍ପ ମନୋନୀତ ବୋଲି ଲେଖା ଅଛି। ଅର୍ଥାତ୍ ମନୋନୀତ ଲୋକମାନଙ୍କୁ ହିଁ ତାଙ୍କର ବିବାହ ଭୋଜକୁ ସେ କଣ କରିବେ? ନିମନ୍ତ୍ରଣ କରିବେ, ସେଠିକି ଡାକିବେ। ଆଉ ସେଇ ମନୋନୀତ ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅଛନ୍ତି, ନିମନ୍ତ୍ରିତ ଲୋକମାନେ ଯେଉଁମାନେ ଅଛନ୍ତି, ସେଇ ସ୍ଥାନକୁ ଯିବେ ଧନ୍ୟ। ସେମାନେ ବ୍ଲେସେଡ ପର୍ସନ, ସେମାନେ ଆଶୀର୍ବାଦ ପାଇବେ ମୋର ପ୍ରିୟ ବନ୍ଧୁଗଣ। ଏବଂ ପଞ୍ଚମ କଥା ଆମେ ଆଲୋଚନା କରିବା, ପ୍ରକାଶିତ ପୁସ୍ତକ 20 ପର୍ବର 6 ପଦ ଟିକେ ପାଠ କରିବା। ପଞ୍ଚମ ବିଷୟ ପ୍ରକାଶିତ ପୁସ୍ତକ 20 ପର୍ବର 6 ପଦ ପାଠ କରିବା। ଯେଉଁମାନେ ପ୍ରଥମ ପୁନରୁତ୍ଥାନ ଅଂଶୀ ହୁଅନ୍ତି ସେମାନେ ଧନ୍ୟ ଓ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ଏଇ ଜାଗାରେ ଆମେ ଦେଖୁଛୁ, ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ଓ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ଏଠି ଆଉ ଏକ ଆନନ୍ଦର ବିଷୟ ମୋର ପ୍ରିୟ ବନ୍ଧୁଗଣ, ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ପବିତ୍ର, ସେମାନେ ଆଶୀର୍ବାଦର ପାତ୍ରପାତ୍ରୀ ମାନେ। ଯେହେତୁ ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହୁଅନ୍ତି ସେମାନେ 1,000 ବର୍ଷ ରାଜତ୍ୱ କରିବେ। କାହିଁକି ଏ ଜାଗାରେ ପ୍ରଥମ ପୁନରୁତ୍ଥାନ ବୋଲି କୁହାଗଲା? ଯେହେତୁ ଦ୍ୱିତୀୟ ପୁନରୁତ୍ଥାନରେ ପାପୀ ଲୋକମାନେ ପୁନର୍ଥିତ ହେବେ ଦଣ୍ଡ ପାଇବା ପାଇଁ। ଦ୍ୱିତୀୟ ପୁନର୍ଥିତରେ ପାପୀ ଲୋକମାନେ ପୁନର୍ଥିତ ହେବେ ଦଣ୍ଡ ପାଇବା ପାଇଁ। ସେଥିପାଇଁ 1,000 ବର୍ଷ ପୂର୍ବରୁ ଯେଉଁମାନେ ପୁନର୍ଥିତ ହେବେ ସେମାନଙ୍କୁ ପ୍ରଥମ ପୁନରୁତ୍ଥାନ ବୋଲି କୁହାଯାଏ। ପ୍ରଥମ ପୁନରୁତ୍ଥାନରେ ଧାର୍ମିକ ଲୋକମାନେ ପୁନର୍ଥିତ ହେବେ, ଆଉ ସେମାନେ ପବିତ୍ର, ଆଉ ସେମାନେ ଧନ୍ୟ, ସେମାନେ ଆଶୀର୍ବାଦ ପାଇବେ। ଅନନ୍ତ ରାଜ୍ୟରେ ସେମାନେ କଣ କରିବେ? ପ୍ରବେଶ କରିବେ। 1,000 ବର୍ଷ ଖ୍ରୀଷ୍ଟଙ୍କ ସହିତ ଶାସନ କରିବାର ସୁଯୋଗ ସେମାନଙ୍କୁ ଦିଆଯିବ ମୋର ପ୍ରିୟ ବନ୍ଧୁଗଣ। କିନ୍ତୁ ଦ୍ୱିତୀୟ ପୁନରୁତ୍ଥାନରେ ଯେଉଁମାନେ ପୁନର୍ଥିତ ହେବେ ଦଣ୍ଡ ପାଇବା ପାଇଁ। ତାର ଡିଫରେନ୍ସ ବିଷୟଟି ଆପଣମାନଙ୍କୁ ମୁଁ କହିବି। ପଢନ୍ତୁ ଯୋହନ ଲିଖିତ ସୁସମାଚାର ତାର 5ର 28-29 ପଦ ଟିକେ ପଢନ୍ତୁ। ଯୋହନ ଲିଖିତ ସୁସମାଚାର 5ର 28-29 ପଦରେ ତାର ଡିଫରେନ୍ସ ବିଷୟଟି
ଆପଣ ପାଇପାରିବେ। ପଢନ୍ତୁ ଟିକେ। ଏଥିରେ ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ। ଏପରି ସମୟ ଆସୁଅଛି। ଏଇଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ଡିଫରେନ୍ସ ପୁନରୁତ୍ଥାନ ଉପରେ ସେ କହୁଛନ୍ତି, ଯୋଉମାନେ ସତ୍କର୍ମ କରିଅଛନ୍ତି ଜୀବନର ପୁନରୁତ୍ଥାନ ନିମନ୍ତେ ବାହାରି ଆସିବେ, ଯୋଉମାନେ ଅସତ୍କର୍ମ କରିଅଛନ୍ତି ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାରି ଆସିବେ। ତେବେ ମୋର ପ୍ରିୟ ବନ୍ଧୁଗଣ, ଯୋଉମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ପବିତ୍ର, ସେମାନେ 1000 ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। 1000 ବର୍ଷ ପରେ ଯୋଉମାନେ ପୁନର୍ଥିତ ହେବେ ସେମାନେ ଦଣ୍ଡ ପାଇବା ପାଇଁ, ସେମାନେ ପାପୀ ଲୋକମାନେ ପୁନର୍ଥିତ ହେବେ। କେମିତି? ଆପଣ ମାନେ ପ୍ରକାଶିତ ବାକ୍ୟ 20 ପର୍ବର 11-12 ପଦ ଟିକେ ପଢନ୍ତୁ। ପ୍ରକାଶିତ ପୁସ୍ତକ 20 ପର୍ବର 11-12 ପଦ ଟିକେ ପଢନ୍ତୁ। ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତଦ୍ଭବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହା ସମସ୍ତ ମୃତ ଲୋକଙ୍କୁ ସିଂହାସନ ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେଇ ପୁସ୍ତକ ମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। 12 ପଦର କଂସରେ ଆପଣ ଦେଖନ୍ତୁ, ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ୍ୟୁ ଲୋକଙ୍କୁ ସିଂହାସନ ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଦମଙ୍କ ଠାରୁ ଆରମ୍ଭ କରି ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଯେତେ ଲୋକ ପାପ କରି ମରିଥିବେ ସେମାନଙ୍କର ଦ୍ୱିତୀୟ ପୁନରୁତ୍ଥାନ ହବ। ଦ୍ୱିତୀୟରେ ସେମାନେ ଉଠିବେ ଦଣ୍ଡ ପାଇବା ପାଇଁ, ମୁକ୍ତି ପାଇବା ପାଇଁ ନୁହେଁ, ଦଣ୍ଡ ପାଇବା ପାଇଁ, ବିଚାର ହେଇକି ଦଣ୍ଡ ପାଇବା ପାଇଁ ଉଠିବେ। ସେଥିପାଇଁ ପ୍ରକାଶିତ ବାକ୍ୟ 20 ପର୍ବରେ ଯୋଉମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ଓ ପବିତ୍ର। ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର, ମାନେ ଦ୍ୱିତୀୟ ମୃତ୍ୟୁକୁ ସେମାନେ ସ୍ପର୍ଶ କରିବେ ନାହିଁ। ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ସେମାନଙ୍କର ନାହିଁ, ବରଞ୍ଚ ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1000 ବର୍ଷ ପର୍ଯ୍ୟନ୍ତ ସେମାନେ କଣ କରିବେ? ରାଜତ୍ୱ କରିବେ। ତେବେ ମୋର ପ୍ରିୟ ବନ୍ଧୁଗଣ, ଷଷ୍ଠରେ ପ୍ରଥମ ପୁନର୍ଥିତ ଲୋକମାନେ ଧନ୍ୟ, ପଞ୍ଚମରେ ଧନ୍ୟ। ଆଉ 2ଟି ବିଷୟ ଅଛି, 6:10 ହେବାକୁ ଗଲାଣି। ଆଉ 2ଟି ବିଷୟ ଜଲ୍ଦି ମୁଁ ପ୍ରକାଶ କରିବା ପାଇଁ ଚାହିଁବି। ଆମେ ପଢିବା ଷଷ୍ଠ ବିଷୟ ପ୍ରକାଶିତ ବାକ୍ୟ ତାର 22 ପର୍ବର 7 ପଦ ପାଠ କରିବା। ପ୍ରକାଶିତ ବାକ୍ୟ 22 ପର୍ବର 7 ପଦ ପଢ। ଦେଖ, ଆମେ ଶୀଘ୍ର ଆସୁଅଛୁ ଯେ ଏହି ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ଏଇ ପଦରେ ଆମେ ଦେଖୁଛୁ ଏଇ ଶେଷ ମଣ୍ଡଳୀର ଲୋକମାନଙ୍କ ବିଷୟରେ ଲେଖା ଅଛି। ଦେଖ, ଆମେ ଶୀଘ୍ର ଆସୁଅଛୁ ଯେ ଏଇ ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ଏଇ ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ପ୍ରିୟ ମୋର ବନ୍ଧୁଗଣ, ଏଇ ପୁସ୍ତକରେ କଣ ସବୁ ଭାବବାଣୀ ଲେଖା ଅଛି ଯୋଉଟା ପାଳନ କରିବା ଦରକାର? ଆର 7 ଗୋଟି ପଏଣ୍ଟ ଅଛି। ଏ 7 ଗୋଟି ପଏଣ୍ଟ ବର୍ତ୍ତମାନ କହିବା ପାଇଁ ମତେ ଆଉ 1 ଘଣ୍ଟା ଲାଗିବ। ତେଣୁ ତାର 7 ଗୋଟି ପଏଣ୍ଟ ମୁଁ କହିବା ପାଇଁ ଚାହୁଁନାହିଁ। ଏ 7 ଗୋଟି ପଏଣ୍ଟ ହଉଛି 7ଟି ମଣ୍ଡଳୀକୁ କୁହାଯାଇଛି। ଆପଣ 7ଟି ମଣ୍ଡଳୀକୁ ଯଦି ଦେଖିବେ 7ଟି କଥା କୁହାଯାଇଛି ଯୋଉଟା କି ପାଳନ କରିବାକୁ ହବ। ତେବେ ଏଇ ଜାଗାରେ ଆମେ ଦେଖୁଛୁ, ଦେଖ ଆମେ ଶୀଘ୍ର ଆସୁଅଛୁ ଯେ ଏଇ ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ଏଇ ପୁସ୍ତକର, ପ୍ରକାଶିତ ପୁସ୍ତକର ଭାବବାଣୀ, ଏ ଶେଷ ମଣ୍ଡଳୀର ଲୋକମାନଙ୍କୁ କୁହାଯାଉଛି ଏଇ ପ୍ରକାଶିତ ପୁସ୍ତକର ଭାବବାଣୀ ଯେ ପାଳନ କରନ୍ତି ଧନ୍ୟ ସେମାନେ, ଆଶୀର୍ବାଦ ସେମାନେ ପାଇବେ। ଆଉ ସେମାନଙ୍କ ପାଇଁ 7ଟି କଥା ଉଲ୍ଲେଖ କରାଯାଇଛି। ମୁଁ ଗୋଟିଏ ପଦ ମୁଁ ଆପଣଙ୍କୁ ପଢି ଶୁଣାଇବା ପାଇଁ ଚାହିଁବି, କାହିଁକି? ସମୟ ନାହିଁ। ଯେହେତୁ ସମୟ ନଥିବାରୁ ଆମେ ପ୍ରକାଶିତ ପୁସ୍ତକ ତାର 2 ପର୍ବର 4 ଏବଂ 5 ପଦ ପଢିବା। ପ୍ରଥମ ମଣ୍ଡଳୀକୁ କଣ କୁହାଗଲା ଟିକେ ପଢନ୍ତୁ। ପ୍ରଥମ ବିଷୟ, ପ୍ରଥମ ମଣ୍ଡଳୀ ତୁମ୍ଭ ବିରୁଦ୍ଧରେ ଆମର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମର ପତନ ହୋଇଅଛି ତାହା
ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର, ନହେଲେ ଯେବେ ମନ ପରିବର୍ତ୍ତନ ନ କର ତେବେ ଆମ୍ଭେ ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ପ୍ରିୟ ମୋର ବନ୍ଧୁଗଣ, 7ଟି ମଣ୍ଡଳୀକୁ 7ଟି ପ୍ରଫେସି କୁହାଯାଇଛି, ଯୋଉଟା କି ଏଇ 7ଟି କଥାକୁ ପାଳନ କରିବାକୁ ହବ। ଆମେ ଦେଖୁଛୁ ତଥାପି ତୁମ ବିରୁଦ୍ଧରେ ଆମ୍ଭର ଏଇ କଥା ଅଛି, ତୁମେ ଆଦ୍ୟ ପ୍ରେମ କରିଅଛ। ତେଣୁ କେଉଁଠାରୁ ତୁମର ପତନ ହୋଇଅଛି ତାହା ହେଜ କରି ମନ ପରିବର୍ତ୍ତନ କର, ନହେଲେ ଆମ୍ଭେ ତୁମ ନିକଟକୁ ଆସି ସ୍ୱସ୍ଥାନରୁ ତୁମ କରିବୁ ଘୁଞ୍ଚେଇ ଦେବୁ। ପ୍ରିୟ ମୋର ବନ୍ଧୁଗଣ, ମଣ୍ଡଳୀ ମାନଙ୍କରେ ପତନ ଆସି ଯାଇଛି, ପତନ ରହିଛି, କିନ୍ତୁ ପୁନର୍ବାର ହେଜ କରି ମନ ପରିବର୍ତ୍ତନ କରିବା ପାଇଁ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କହେ। ତେଣୁ ଆମେ ଦେଖୁଛୁ 6 ସଂଖ୍ୟାରେ ଯୋଉ ଧନ୍ୟ ଶବ୍ଦଟି ରହିଛି, ପ୍ରକାଶିତ ପୁସ୍ତକ 22 ପର୍ବର 7 ପଦରେ ଆମେ ଦେଖୁଛୁ, ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ, ଯେଇ ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ଅର୍ଥାତ୍ ଏଇ ପୁସ୍ତକ କହିଲେ ପ୍ରକାଶିତ ପୁସ୍ତକର ଯୋଉ ଭାବବାଣୀ ଗୁଡିକ ରହିଛି, 7ଟି ଭାବବାଣୀ, ତାକୁ ଯେ ପାଳନ କରେ ସେ ଧନ୍ୟ। ସେ 7ଟି ଭାବବାଣୀ 7ଟି ମଣ୍ଡଳୀକୁ କଣ କରାଯାଇଛି, ଲେଖାଯାଇଛି। ବର୍ତ୍ତମାନ ସମୟ ନାହିଁ ସେ ସମସ୍ତ କଥା ଆପଣମାନଙ୍କ ନିକଟରେ ରଖିବା ପାଇଁ। ତେବେ ଆସନ୍ତୁ ଆମେ ଶେଷ କଥା ଆଲୋଚନା କରିବା। ପ୍ରକାଶିତ ପୁସ୍ତକ 22 ପର୍ବର 14 ପଦ ଟିକେ ପଢିବା। ପ୍ରକାଶିତ ପୁସ୍ତକ 22 ପର୍ବର 14 ପଦ। ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି ସେମାନେ ଧନ୍ୟ। ହଁ, ଏଇ ଜାଗାରେ ଆମେ ଦେଖୁଛୁ ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି ସେମାନେ ଧନ୍ୟ। ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ, ପ୍ରିୟ ମୋର ବନ୍ଧୁଗଣ, ଏଦନ ଉଦ୍ୟାନରେ ସେ ଜୀବନର ବୃକ୍ଷ ଥିଲା, ଆଉ ସେଇ ବୃକ୍ଷ ନିକଟକୁ ପୁନର୍ବାର ନେଇ ଯିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଏଇ ବାକ୍ୟ ଦ୍ୱାରା ସେ କଣ କରୁଛନ୍ତି, କହୁଛନ୍ତି ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି ସେମାନେ ଧନ୍ୟ। ନିଜର ବସ୍ତ୍ରକୁ ଯେଉଁମାନେ ଧୌତ କରିଅଛନ୍ତି ସେମାନେ ଧନ୍ୟ। ଏଠି ବସ୍ତ୍ର ଧୌତ କରିବା କଥା ଲେଖାଗଲା, କିନ୍ତୁ ତୃତୀୟ ବାଣୀରେ ବସ୍ତ୍ରକୁ ରକ୍ଷା କରିବା କଥା ଆମେ ଦେଖୁଛୁ। ତୃତୀୟ ବ୍ଲେସିଂରେ ବସ୍ତ୍ରକୁ ରକ୍ଷା କରିବା କଥା ଆମେ ଦେଖୁଛୁ, କିନ୍ତୁ ଏଇ ପଦରେ ବସ୍ତ୍ରକୁ ଧୌତ କରିବା କଥା ଆମେ ଦେଖୁଛୁ। ପ୍ରିୟ ମୋର ବନ୍ଧୁଗଣ, ବସ୍ତ୍ରକୁ, ସେ ଧାର୍ମିକତାର ବସ୍ତ୍ରକୁ ରକ୍ଷା କରୁ କରୁ କେତେବେଳେ ତାହା ମଳିନ ବି ହେଇଯାଏ। ଧାର୍ମିକ ଲୋକମାନଙ୍କର ଜୀବନରେ ପାପ ପ୍ରବେଶ କରେ, ଛୋଟ ମୋଟ ପାପ ପ୍ରବେଶ କରେ, ଆଉ ମଳିନ ହେଇଯାଏ। ଯେତେବେଳେ ମଳିନ ହେଇଯାଏ, ଧୌତ କରିବା ଆମମାନଙ୍କର କର୍ତ୍ତବ୍ୟ ରହିଛି। କେମିତି ଧୌତ କରିବା? ପାପ ସ୍ୱୀକାର କରି ଅନୁତାପ କରି ପ୍ରଭୁଙ୍କ ନିକଟକୁ ଯିବା। ଯୀଶୁ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କର ବସ୍ତ୍ରକୁ ପ୍ରତିଦିନ ସେ ଧୋଇଦେବେ, ପ୍ରତିଦିନ ସେ ପରିଷ୍କାର, ତାଙ୍କ ବାକ୍ୟ ଦ୍ୱାରା ସେ କଣ କରନ୍ତି, ପରିଷ୍କାର କରନ୍ତି। ତେଣୁ ମୋର ପ୍ରିୟ ବନ୍ଧୁଗଣ, ଯେଉଁମାନେ ତାଙ୍କର ବସ୍ତ୍ରକୁ ଧୌତ କରନ୍ତି ଧନ୍ୟ ସେମାନେ, ଆଶୀର୍ବାଦର ପାତ୍ର ପାତ୍ରୀ ସେମାନେ। କାହିଁକି? ସେମାନେ ଜୀବନର ବୃକ୍ଷର ଅଧିକାରୀ ସେମାନେ ହେବେ। ନଗର ମଧ୍ୟରେ ସେମାନେ କଣ କରିବେ? ପ୍ରବେଶ କରିବେ। ତେଣୁ ଜୀବନର ବୃକ୍ଷର ଅଧିକାରୀ ହେବା ନିମନ୍ତେ ଦ୍ୱାର ଦେଇ ନଗରରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ବସ୍ତ୍ର ଧୌତ କରନ୍ତି ଧନ୍ୟ। ପାପ ସ୍ୱୀକାର କରି ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରିବା ଲୋକମାନେ ଧନ୍ୟ। ତେବେ ଏଇ ଶେଷ ଯୁଗର ମଣ୍ଡଳୀକୁ 7ଟି ବ୍ଲେସିଂ ରହିଛି। ଯଦି ଆମେ ପ୍ରକାଶିତ ବାକ୍ୟ ପଢିବା ଆଉ ତଦ ଅନୁସାରେ ଜୀବନ ଯାପନ କରିବା, ଏଇ 7ଟି ଆଶୀର୍ବାଦ ଆମମାନଙ୍କର ଜୀବନରେ ଆମେ ପ୍ରାପ୍ତ ହେବା। ପ୍ରଭୁ ଅଳ୍ପ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମମୟ ଆମମାନଙ୍କର ପ୍ରିୟ ପ୍ରଭୁ, ଆମେ ତୁମର ଆଶ୍ଚର୍ଯ୍ୟ ମହତ୍ ନାମର ଧନ୍ୟବାଦ କରୁଛୁ। ପ୍ରିୟ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଏମାନଙ୍କୁ କଥା କହିଛ। ଏଇ ଶେଷ ଯୁଗର ଲୋକମାନଙ୍କ ନିମନ୍ତେ 7ଟି ବ୍ଲେସିଂ ପ୍ରଭୁ ତୁମେ ରଖିଛ। ଆଉ ଯେଉଁମାନେ ପ୍ରକାଶିତ ବାକ୍ୟ ପଢନ୍ତି ଏବଂ ତଦ ଅନୁସାରେ ଜୀବନ ଯାପନ କରନ୍ତି, ସେମାନଙ୍କ ପାଇଁ ଯୋଉ 7ଟି ବ୍ଲେସିଂ ପ୍ରଭୁ ତୁମେ ରଖିଛ, ସେ ସମସ୍ତ ଯେପରି ଆମେ ପ୍ରାପ୍ତ ହେଇପାରିବୁ ତୁମେ ଅନୁଗ୍ରହ କର। ଉପସ୍ଥିତ ପ୍ରିୟ ପ୍ରଭୁ, ପ୍ରତ୍ୟେକ ତୁମର ଦାସଦାସୀ ମାନଙ୍କୁ ପ୍ରଚୁର ଆଶୀର୍ବାଦ ଦେଇ ଗୌରବ ପାଅ। ଯୀଶୁଙ୍କ ନାମରେ ପ୍ରାର୍ଥନା କରି ପିତ, ଆମେନ୍। ଆମେନ୍, ସମସ୍ତ ଆମେନ୍, ଆମେନ୍।
थैंक यू सर आम करताल सहित तांको आमे टिके धन्यवाद देवा जेहेतु आज आम गहन रे अनुरोध रक्षा करी से अति सुंदर भाव जो द्वारा कि 7टी आशीर्वाद तांकर लोक मान प्रति प्रभु रखिछंती से विषय को नहीं अति प्रांजल सहित से उदाहरण स्वरूप माथ्यू 5 पर्व आरंभ करी तांकर मुख्य प्रकाशित 1-3 ए प्रकार विभिन्न अनेक प्रकार रेफरेंस आम गहन रखी कौन कौन सबू तांकर आश्रित लोक मान प्रति प्रभु से 7टी ब्लेसिंग रखिछंती प्रांजल भाव बुझाइछंती एणे प्रभु तांको तांकर सेवा जीवन रे पारिवारिक जीवन रे बहुल भातर आज्ञा आशीर्वाद करतो ए प्रकार भाव प्रभु सेवा आगे बढ़ा सहित पुनर्बार आमर रियल मिनिस्ट्री रूम आसी ए प्रकार उत्साहजनक वाक्य दे आमको पढ़ाई नियंतु तेबे प्रभु इस समय आमकर मुख्य कार्य समस्त प्राय शेष पर्याय में पहुंचीचु आम वर्तमान शेष प्रार्थना करवा ए समय अनुरोध करी आम गहन